श्रीगणेशाय नमः। ॐ नमो भगवते वासुदेवाय। नारायणं नमस्तोत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण द्वितीय स्कंद चतुर्थ अध्याय। श्रीसुत उवाच एमंत शुकवाक्य शोणी आत्मार तत्व मने गुणी कृष्ण विषये दृढ़ मन कल्पिला उत्तरानंदन आत्मा कलत्र सुत गृहे पशुद्रवण बंधु स्नेहे राज्य संपद जेते आस हृदु छाड़िला स्नेह पास तुम्भे जा पचारिल मोते एक कथा राजा दृढ़ चिते कृष्णर भाव जानिबारे श्रद्धा बढ़िला निर्विकारे आत्मा निधन मने स्मरी देव वचन अनुसारी कृष्ण विषय दृढ़ चिते निश्चय कर परीक्षिते राजवाच हे सुक तुम्हार वचन कृष्णर जेते गुण कर्म जहा शुणते पाप हरे पवित्र बाह्य अभ्यंतरे पुणी पचारे तो सचिते भूमुनि कहिब निश्चिते से हरि आत्मा माया बळे सृष्टि संचिले सयळे विष्णुर सर्जिला संसार अन्न देवଙ୍କୁ अगोचर से कथा जानिबार पाई भूमुनि पुणी मु पुछई से बहु शक्ति मंत्र हरे जे काले सेवा शक्ति धरे जे मन्ते ब्रह्मा विष्णु हर क्रीडन करे दामोदर विबध रूप ए जगते जे मन्ते करे क्रीडा अर्थे अद्भुत कर्म एताहार के करी पाइब गोचर के मते प्रकृतिर गुणे सृष्टि संसारे पुण पुणे सर्व संसारे एक बारे कियबा पृथक बेभारे एक अनेक रूप धरे अशेष जन्म कर्म करे प्राणिक आत्मा रूपे स्थिति कि रूपे पुरुष प्रकृति एणु श्रवणे इच्छा मोर कह हे व्यासंक कुमार शबद ब्रह्म गुण साधी तुम्भर परम समाधि। श्रीसुत उवाच
ଶୁଣି ସାନନ୍ଦ ବ୍ୟାସ ସୁତ ହରିଚରଣେ ଦେଇଚିତ ଆନନ୍ଦେ ଚିନ୍ତି ନାରାୟଣ କହନ୍ତି ପରୀକ୍ଷିତ ଶୁଣ। ଶ୍ରୀଶୁକ ଉବାଚ ନମସ୍ତେ ପରମ ପୁରୁଷ ଅଶେଷ ଘଟେ ଯେ ପ୍ରକାଶ ଲୀଳା ବିହାରେ ସୃଷ୍ଟି କରେ ପାଳିଣ ପୁଣି ତା ସଂହାରେ ହେଲେ ଏ ତିନି ଶକ୍ତି ଧରେ ତନ୍ତୁର ଅନ୍ତରେ ବିହରେ ଏମନ୍ତେ ଜଗତ ଜୀବନ ସାଧୁଙ୍କ ବୁଝି ନ ଦହନ ଅଖିଳ ଜନ୍ତୁ ରୂପ ତୋର ସମ୍ଭବା ସମ୍ଭବ ବ୍ୟବହାର ସକଳ ଘଟେ ସମଭାବେ ତୁ ସବୁ ପ୍ରିୟ ମିତ୍ର ଭାବେ ପରମହଂସଙ୍କ ଆଶ୍ରମେ ଯେ ଅବାସ୍ଥିତ ପ୍ରାଣୀମାନେ ନମସାତିକ ଗୁଣବର ତୁ ଯୋଗୀ ଜନେ ଅଗୋଚର ସମେ ପ୍ରକାଶୁ ସର୍ବପୁରେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ ଏମତେ ପରମ କାରଣ ଯେ ନିତ୍ୟ ସୁଧା ବରଷଣ ଯାନାମ ଶ୍ରବଣ କୀର୍ତ୍ତନ ଯାରୂପ ଦେଖିଣ ନୟନ ନ ମିଳେ ଯାହାର ଚରଣେ ସ୍ୱକର୍ମ ଫଳ ସମର୍ପଣେ ଜନ୍ତୁଙ୍କ କଳଙ୍କ ନାଶଇ ଶ୍ରବଣ ମଙ୍ଗଳ ବୋଲାଇ ପଣ୍ଡିତ ଜନେ ଯାର ପାଦେ ସେବା ସମ୍ପାଦି ଅପ୍ରମାଦେ ଆତ୍ମାର କଳ୍ପ ସନାସନ୍ତି ଜନ୍ମ ମରଣେ ନ ଡରନ୍ତି ଆତ୍ମାର ସମ କରି ଶାନ୍ତି ଅନ୍ତେ ଲଭଇ ବ୍ରହ୍ମଗତି ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦିଏ ସଂସାରେ ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମ କୁଆରାଧି ଏଣୁ ଅର୍ଜିତ ଯେତେ ଫଳ ତୋତେ ନ ସମର୍ପି ନିଶ୍ଚଳ ଶୁଭଦ ସବା ନାମ ଯାର ତାହାକୁ ମୋର ନମସ୍କାର କିରାତ ଗଣ ଆଦି ଯେତେ ପୁଲିନ୍ଦ ଚଣ୍ଡାଳ ସಮೇତେ ଆଭିର ଅଙ୍କ ଯେ ଯବନ ଏ ଆଦି ଯେତେ ଅଭ୍ୟଜନ ଦୁଷ୍କର କର୍ମ ଯେ କରନ୍ତି ଯାପାଦ ଆସି ତେ ତରନ୍ତି ଯେ ହରି ଜଗତ ଜୀବନ ଆତ୍ମାଜ୍ଞାନୀର ଆତ୍ମଧନ ଏ ତିନି ବେଦ ଯାର ଦେହ ଧର୍ମମୟ ଯେ ତପେ ଦେହ ନିର୍ମଳ ଚିତେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ ନାନା ପ୍ରକାରେ ଧ୍ୟାନେ ଚିନ୍ତି ଯାରୂପ କେହି ନ ଦେଖନ୍ତି ଯେ ଲକ୍ଷ୍ମୀପତି ଯଜ୍ଞପତି ଯାଦବ ବଂଶପତି ଗତି ଯାହାର ଅନ୍ତ ମଧ୍ୟ ସ୍ଥିତି ଯାଦବ ଗଣ ଯାହା ଚିନ୍ତି ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସୁନିଷ୍ଠୁର ଦଳେ
ବୁଦ୍ଧି କି ପ୍ରକ୍ଷାଳନ କରି ଯାହାର ଚିନ୍ତତି ବ୍ରହ୍ମଚାରୀ ସତ୍ୟ ବଚନେ ମୁନି ଯୁଥେ ସେବନ୍ତି ଯାର ପାଦ ଗତେ ଯାହାର ଆଜ୍ଞା ପରମାଣେ ଭାରତୀ ଆସି ତତ୍କ୍ଷଣେ ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ ସୃଷ୍ଟି ବିଷୟ ଲୀଳା ଲୀନ ହୋଇ ମୁଖେ ଗାୟତ୍ରୀ ଉଚ୍ଚାରିଲା ପୃଥିବୀ ଆଦି ପଞ୍ଚଭୂତେ ଜନ୍ତୁ ଭିଆଇ ଜଗତେ ଜନ୍ତୁକ ହୃଦୟ କମଳେ ଯାର ଶୟନ ସୁଖ ଭୋଳେ ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦେ ପଦେ ଯାପାଦ ପଦ୍ମ ଜ୍ଞାନ ରସେ ମୁନିଏ ପୂଜନ୍ତି ହରସେ ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ ବ୍ରହ୍ମାକୁ ପଚାରିଲେ ଯେତେ ପ୍ରସଙ୍ଗେ କହିବି ମୁଁ କେତେ କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ ଏ ବାଣୀ ଶୁଣି ମୁଖ ଭୋଳେ ପ୍ରାଣୀ ନିସ୍ତରେ ଭବ ଜଳେ ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ବୈୟାସିକଂ ଦ୍ୱିତୀୟ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ ଭକ୍ତି ଯୋଗ ପ୍ରାଧାନ୍ୟ ବର୍ଣ୍ଣନେ ନାମ ଚତୁର୍ଥୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।